ଗୋଟିଏ ଜଙ୍ଗଲରେ ରାନୁ ଚଢ଼େଇ ତା ଝିଅ ଗୁଡ଼ିଆ ସହ ରହୁଥିଲା। ତାଙ୍କ ଘର ପାଖରେ ଗୋଟିଏ ଗଛ ତଳେ ଗୋଟିଏ ଛୋଟିଆ ଗଛ କିଛି ଦିନ ପୂର୍ବରୁ ହେଇଥିଲା। ଗୋଟିଏ ଦିନ ଗୁଡ଼ିଆ ଚଢ଼େଇ ତା ଘର ପାଖରେ ଖେଳୁଥିଲା। ସେ ଖେଳୁ ଖେଳୁ ତା ନଜର ସେ ଗଛ ଉପରେ ପଡ଼ିଲା। ତାପରେ ସେ ଗଛ ପାଖକୁ ଗଲା। ଇଏ କଖାରୁ ଗଛ କି କଲରା ଗଛ, ଇଏ ବି ହେଇପାରେ କି ତରଭୁଜ କି ଅଙ୍ଗୁର ଗଛ ହେଇପାରେ। ଇଏ ଯେଉଁ ଗଛ ହଉ, ମୁଁ ଏ ଗଛରେ ସବୁଦିନେ ପାଣି ଦେବି। ଏ ଗଛରେ ଯାହା ଫଳ ଆସିବ ମୁଁ ଖାଇବି। ତାପରେ ସବୁଦିନେ ଗୁଡ଼ିଆ ଚଢ଼େଇ ନଦୀରୁ ପାଣି ଆଣି ସେ ଗଛରେ ଦେଲା। ତାପରେ କିଛି ଦିନ ବିତିଗଲା। କିଛି ଦିନ ବିତିବା ଭିତରେ ସେ ଗଛଟି ଧୀରେ ଧୀରେ ବଡ଼ ହେଇଗଲା। ଧୀରେ ଧୀରେ ସେ ଗଛ ରାନୁ ଚଢ଼େଇର ଘର ଉପରକୁ ମାଡ଼ିଗଲା। ସେ ଗଛ ବହୁତ ସତେଜ ଆଉ ସବୁଜ ଦେଖାଯାଉଥିଲା। ମାମା ମାମା, ମୁଁ ନଦୀକୁ ପାଣି ଆଣିବା ପାଇଁ ଯାଉଛି। ମୋ ଗଛ ପାଇଁ, ମୋ ଗଛକୁ ଆହୁରି ଅଧିକ ପାଣି ଦରକାର। ଗୁଡ଼ିଆ, ତୁ ତ ସବୁଦିନେ ଏ ଗଛରେ ପାଣି ଦେଉଛୁ। କିଏ ଜାଣେ ଏ ଗଛରେ ଫଳ ଆସିବ କି ନାହିଁ। ଦେଖ ତ ଏ ଗଛ କେମିତି ଧୀରେ ଧୀରେ ଆମ ଘରକୁ ମାଡ଼ି ଆସିଲାଣି। କିଏ ଜାଣିଛି ଏ ଗଛରେ କେବେ ଫଳ ଆସିବ ଆଉ ତୁ ଖାଇବୁ। କିଛି କଥା ନାହିଁ ମାମା, ମୋ ମନ କହୁଛି ଏ ଗଛ ଆମକୁ ଦିନେ ନା ଦିନେ ବହୁତ ସାହାଯ୍ୟ କରିବ। ସେଇଥିପାଇଁ ତୁମେ ମୋତେ ଏ ଗଛରେ ପାଣି ଦେବା ପାଇଁ ମନା କରିବ ନାହିଁ। ଏମିତି କହିକି ଗୁଡ଼ିଆ କିଛି ନ ବୁଝି ନ ସୁଝି ସେ ଗଛରେ ସବୁଦିନ ପରି ସେ ପାଣି ଦେବାକୁ ଲାଗିଲା। ଏମିତି ହିଁ କିଛି ଦିନ ବିତିଗଲା। ଦିନେ ଗୁଡ଼ିଆ ସକାଳୁ ଶୋଇକି ଉଠିଲା ଆଉ ଦେଖିଲା ତା ଝରକାରେ ଗୋଟିଏ ଫଳ ଦେଖାଯାଉଛି। ତାପରେ ସେ ଫଳକୁ ଦେଖି ବହୁତ ଜୋରସେ ଚିଲେଇବାକୁ ଲାଗିଲା। ମାମା ମାମା ମାମା, ଉଠ, ଆସ ଦେଖିବୁ ଆମ ଗଛରେ କେମିତି ଫଳ ଆସିଛି। ଗୁଡ଼ିଆ, ଇଏ ତ ତରଭୁଜ ପରି ଦେଖାଯାଉଛି। ଚାଲ ବାହାରକୁ ଯିବା, ତାକୁ ପାଖରୁ ଦେଖିବା। ତାପରେ ରାନୁ ଚଢ଼େଇ ଗୁଡ଼ିଆକୁ ଧରି ବାହାରକୁ ଆସିଲା ଆଉ ସେ ଫଳକୁ ସେ ପାଖରୁ ଦେଖିଲା। ଗୁଡ଼ିଆ, ଏ ଗଛରେ ଯେତେ ଫୁଲ ହେଇଛି ଆଉ କିଛି ଦିନ ପରେ ଏସବୁ ତରଭୁଜ ହେଇଯିବ। ତାପରେ ସେଇଠିକି ଉଡ଼ି ଉଡ଼ି ଗୋଟିଏ କଳା କାଉ ଆସିଲା। ଆରେ, ମୁଁ କେତେ ଦିନଠାରୁ ତରଭୁଜ ଖୋଜୁଥିଲି, ଏ ତ ମୋ ଘର ପାଖରେ ଅଛି। ଶୁଣ ରାନୁ ଚଢ଼େଇ, ମୋ ପୁଅ କେତେ ଦିନଠାରୁ ତରଭୁଜ ଖାଇବ ବୋଲି ଜିଦି କରୁଛି। ଏ ତରଭୁଜଟା ମୋତେ ଦେଇଦିଅ। ପ୍ଲିଜ୍ ରାନୁ ଚଢ଼େଇ, ଏ ତରଭୁଜଟା ମୋତେ ଦେଇଦିଅ। ନାହିଁ, ଏ ତରଭୁଜ ବହୁତ ଛୋଟ ଅଛି। ଆଉ ଏ ତରଭୁଜ ହେଉଛି ଏ ଗଛର ପ୍ରଥମ ଫଳ। ମୁଁ ଏ ଫଳ ତୁମକୁ ଦେଇପାରିବି ନାହିଁ। କାଉ ଭାଇ, ମୋ ଝିଅ ବହୁତ ଦିନ ଠାରୁ ଏ ଗଛର ଫଳ ଆସିବା ପାଇଁ ଅପେକ୍ଷା କରିଥିଲା। ଏଥିରେ ତ ଗୋଟିଏ ତରଭୁଜ ଆସିଛି। ଯେତେବେଳେ ବେଶୀ ହେବ ସେତେବେଳେ ତମେ ଏକୁଟିଆ ନେଇଯିବ। ତୁମେ ମା ଝିଅ ତ ଏମିତି କଥା କହୁଛ ଯେମିତି ଏ ତରଭୁଜ ସୁନାର ତରଭୁଜ। ମୁଁ ଆଉ କୋଉଠାରୁ ତରଭୁଜ ନେଇଯିବି। ମୋର ଦରକାର ନାହିଁ ତୁମ ତରଭୁଜ। ତାପରେ କଳା କାଉ ସେଇଠାରୁ ରାଗରେ ଚାଲିଗଲା। ତାପରେ କିଛି ସମୟ ପରେ ଗଛରେ ଲାଗିଥିବା ତରଭୁଜ ଧୀରେ ଧୀରେ ରଙ୍ଗ ବଦଳିବା ପାଇଁ ଲାଗିଲା। ତାପରେ ଦେଖୁ ଦେଖୁ ତରଭୁଜଟି ସତରେ ସୁନାର ତରଭୁଜ ହେଇଗଲା। ମାମା, ଏ କ'ଣ ହେଲା? ୟାର କଲର କେମିତି ଚେଞ୍ଜ ହେଇଗଲା? ଗୁଡ଼ିଆ, ଏ ତ ସୁନାର ତରଭୁଜ ହେଇଗଲା। ମାନେ ଇଏ ଗୋଟିଏ ସାଧାରଣ ଗଛ ନାହିଁ, ଇଏ ଗୋଟିଏ ଯାଦୁଇ ଗଛ। ମାମା, ଇଏ ଥୋଡ଼ି ନା ଅଙ୍ଗୁରର ଗଛ। କିଛି ସମୟ ପରେ ସୁନାର ତରଭୁଜ ଅଙ୍ଗୁରରେ ପରିଣତ ହେଇଗଲା। ଗୁଡ଼ିଆ ପୁଣି ଥରେ କହିଲା, ମାମା, ଇଏ ଥୋଡ଼ି ନା ଡାଳିମ୍ବ ଗଛ। ତାପରେ ସାଙ୍ଗେ ସାଙ୍ଗେ ସେ ଅଙ୍ଗୁର ଡାଳିମ୍ବ ହେଇଗଲା। ଝିଅ, ମୋତେ ଲାଗୁଛି ଆମେ ଯାହା କହିବା ଏ ଗଛର ଫଳ ତାହା ହିଁ ହବ। ଏସବୁ ଦେଖିକି ରାନୁ ଚଢ଼େଇ ଆଉ ଗୁଡ଼ିଆ ଚଢ଼େଇ ବହୁତ ଖୁସି ହେଇଗଲେ। ଗୁଡ଼ିଆକୁ ତା ପରିଶ୍ରମର ଫଳ ମିଳିଲା। ମାମା, ମୋତେ ବହୁତ ଜୋରସେ ଭୋକ ଲାଗୁଛି। ଏ ଡାଳିମ୍ବକୁ ତୋଳି ଚାଲ ଆମେ ଖାଇଦବା। ତାପରେ ମା ଝିଅ ଡାଳିମ୍ବ ତୋଳି ଖାଇବାକୁ ଲାଗିଲେ। ତାପରେ ଆଉ ଗୋଟେ ଦିନ ସକାଳୁ ଗୁଡ଼ିଆ ଚଢ଼େଇ ଦେଖିଲା ତା ଗଛରେ 2ଟି ତରଭୁଜ ଲାଗିଛି। ଆଉ ସେ ତରଭୁଜକୁ ଦେଖି ଗୁଡ଼ିଆ ଚଢ଼େଇ ବହୁତ ଖୁସି ହେଇଗଲା। ତାପରେ ଗୁଡ଼ିଆ ଚଢ଼େଇ ତା ମାମାକୁ ଡାକିଲା। ମାମା ମାମା, ଆସ ଜଲ୍ଦି ଦେଖିବ, ଆମ ଗଛରେ ଆଜି 2ଟା ତରଭୁଜ ଲାଗିଛି। ଏସବୁ ଶୁଣିକି ରାନୁ ଚଢ଼େଇ ଘର ଭିତରୁ ବାହାରକୁ ଆସିଲା। ଆରେ ବାଃ, ଆଜି ତ 2ଟା ତରଭୁଜ ଲାଗିଛି ଝିଅ। ଚାଲ ଏବେ ଆମେ ଏମିତି କରିବା, ଗୋଟିଏ ତରଭୁଜ ଖାଇଦବା ଆଉ ଗୋଟିଏ ତରଭୁଜକୁ ସୁନାର ତରଭୁଜ କରିଦବା। ତାପରେ ମା ଝିଅ ଗୋଟିଏ ତରଭୁଜ ତୋଳିକି ଖାଇଲେ, ଯେଉଁଥିରେ ତାଙ୍କର ପେଟ ପୁରିଗଲା। ଆଉ ଗୋଟିଏ ତରଭୁଜକୁ ସେମାନେ ସୁନାର ତରଭୁଜ କରିଦେଲେ। ଇଏ ଥୋଡ଼ି ନା ସୁନାର ତରଭୁଜ। ଏମିତି କହିକି ସେ ତରଭୁଜ ସାଙ୍ଗେ ସାଙ୍ଗେ ସୁନାର ତରଭୁଜ ହେଇଗଲା। ଗୁଡ଼ିଆ, ଏବେ ତ ଆମର ଭବିଷ୍ୟତ ଚେଞ୍ଜ ହେଇଯିବ। ଏବେ ଆମେ ବହୁତ ଜଲ୍ଦି ଧନୀ ହେଇଯିବା। ଏସବୁ ତୁମ ପାଇଁ ହେଇଛି ଗୁଡ଼ିଆ। ତୁମେ ଏଥିରେ ସବୁଦିନେ ପାଣି ଦେଇ ୟାକୁ ବହୁତ କଷ୍ଟରେ ବଢ଼େଇଛ ଗୁଡ଼ିଆ। ଇଏ ତୁମ କଷ୍ଟର ଫଳ ଗୁଡ଼ିଆ। ତାପରେ ରାନୁ ଚଢ଼େଇ ସେ ସୁନାର ତରଭୁଜକୁ ତୋଳିଲା ଆଉ ସୁନା ଦୋକାନୀ ପାଖକୁ ଗଲା। ତାପରେ ରାନୁ ଚଢ଼େଇ ସେ ସୁନା ଦୋକାନରେ ସୁନାର ତରଭୁଜକୁ ବିକ୍ରି କରିଦେଲା। ତାଠାରୁ ଢେର ସାରା ପଇସା ବି ଆଣିଲା।
ତାପରେ ଗୋଟିଏ ଦିନ ଗୋଟିଏ ଶୁଆ କାନ୍ଦି କାନ୍ଦି ରାନୁ ଚଢ଼େଇ ପାଖକୁ ଆସିଲା। ଚଢ଼େଇ ଭଉଣୀ, ମୁଁ ବହୁତ ଗରିବ। ମୋ ପାଖରେ କିଛି ନାହିଁ। ମୋ ପାଖରେ ନା ଖାଇବାକୁ ଅଛି, ନା ମୁଣ୍ଡ ଉପରେ ଛାତ ଅଛି। ପ୍ଲିଜ୍ ରାନୁ ଚଢ଼େଇ, ମୋତେ ଟିକେ ସାହାଯ୍ୟ କର। ଶୁଆ ଭାଇ, ତୁମେ ଚିନ୍ତା କର ନାହିଁ। ମୁଁ ତମକୁ ଗୋଟିଏ ସୁନାର ତରଭୁଜ ଦେଉଛି। ତୁମେ ତାକୁ ବିକ୍ରି କରିକି ବହୁତ ଭଲସେ ରହିପାରିବ। ତାପରେ ରାନୁ ଚଢ଼େଇ ତା ଗଛରୁ ସୁନାର ତରଭୁଜ ତୋଳିକି ଶୁଆକୁ ଦେଲା। ତାପରେ ଶୁଆ ସୁନାର ତରଭୁଜ ପାଇକି ବହୁତ ଖୁସି ହେଇଗଲା। ତାପରେ ଶୁଆ ସେଠାରୁ ସୁନାର ତରଭୁଜ ନେଇକି ଚାଲିଗଲା। ତାପରେ ରାନୁ ଚଢ଼େଇ କିଛି ଦିନ ପରେ ତା ପାଇଁ ଗୋଟିଏ ସୁନ୍ଦର ଘର ତିଆରି କରିଦେଇଥିଲା। ତାପରେ ରାନୁ ଚଢ଼େଇ ଜଙ୍ଗଲର ସବୁ ଗରିବ ପକ୍ଷୀମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲା। ତାପରେ ସେଇଠାକୁ କଳା କାଉ ଆସିଗଲା। ଆରେ ରାନୁ ଚଢ଼େଇ, ତୁ ତ ଦିନକୁ ଦିନ ବହୁତ ଧନୀ ହେଇଯାଉଛୁ। ଏମିତି ତ ହାତରେ କୋଉ ଖଜାନା ଲାଗିଗଲା କି? ମୋତେ ବି ଟିକେ କହ। ତାପରେ ରାନୁ ଚଢ଼େଇ କହିଲା, ଆମ ପାଖରେ ତରଭୁଜ ଗଛ ଛଡ଼ା ଆମ ପାଖରେ ଆଉ କିଛି ନାହିଁ। ଆଉ ଏ ତରଭୁଜ ସୁନାର ତରଭୁଜ ଥୋଡ଼ି ନା। ରାନୁ ଚଢ଼େଇ କହୁ କହୁ ତରଭୁଜଟି ସୁନାର ତରଭୁଜ ହେଇଗଲା। କାଉ ଏସବୁ ଦେଖୁ ଦେଖୁ ସବୁ ତରଭୁଜ ସୁନାର ତରଭୁଜରେ ପରିଣତ ହେଇଗଲା। ଏସବୁ ଦେଖିକି କଳା କାଉ ବହୁତ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଇଏ କ'ଣ ହେଇଗଲା? ସବୁ ତରଭୁଜ ସୁନାର ତରଭୁଜ ହେଇଗଲା କେମିତି? ଅଙ୍କଲ, ଇଏ ତ ସବୁ ଆପଣଙ୍କ ପାଇଁ ହିଁ ହେଇଛି। ଯଦି ସେଦିନ ତୁମେ ଏମିତି କହିନଥାନ୍ତ, ଇଏ ସୁନାର ତରଭୁଜ ଥୋଡ଼ି ନା, ଆମକୁ ତ କେବେ ବି ଜଣା ପଡ଼ିନଥାନ୍ତା ଏ ଗଛ ଗୋଟିଏ ଜାଦୁଇ ଗଛ ବୋଲି। ଆଉ ଏଥିରେ ସୁନାର ତରଭୁଜ ବି ଫଳିପାରେ। ତାପରେ କଳା କାଉ ରାନୁ ଚଢ଼େଇକି କହିଲା, ରାନୁ ଚଢ଼େଇ, ମୋତେ ବି ଗୋଟିଏ ସୁନାର ତରଭୁଜ ଦେଇଦିଅ। ମୋତେ ବି ଦେଇଦିଅ ନା। ତାପରେ ରାନୁ ଚଢ଼େଇ କଳା କାଉକୁ ଗୋଟିଏ ସୁନାର ତରଭୁଜ ଦେଇଦେଲା। ତାପରେ କଳା କାଉ ସୁନାର ତରଭୁଜ ନେଇକି ଖୁସିରେ ଖୁସିରେ ସେଇଠାରୁ ଚାଲିଗଲା।